ନମସ୍କାର। ସ୍ୱର ବିଜ୍ଞାନ ଏକ ଚମତ୍କାର। ସ୍ୱର ବିଜ୍ଞାନ ଯାହା ଆମେ ବହୁତ ଆଗରୁ ଆଲୋଚନା କରିଛନ୍ତି, ଆମେ ସମସ୍ତେ ଜାଣିଛନ୍ତି। ଭଗବାନ ଶିବ, ଭଗବାନ ଭୋଲେ ଶଙ୍କର, ମା ପାର୍ବତୀଙ୍କର ଜିଜ୍ଞାସା ପାଇଁ, ଏ ମାନବ ସମାଜର କଲ୍ୟାଣ ପାଇଁ ଯୋଉ ବିଦ୍ୟାକୁ ପ୍ରଦାନ କରିଥିଲେ, ଏ ସୃଷ୍ଟିର ସର୍ବଶ୍ରେଷ୍ଠ ବିଦ୍ୟା ବୋଲି ଯାହାକୁ କୁହାଯାଏ, ସେଇ ସ୍ୱର ବିଜ୍ଞାନ ବା ସେଇ ସ୍ୱର ବିଦ୍ୟା। ଆଜି ଆମେ ଏଭଳି ଏକ ଆଲୋଚନାକୁ ଯାଉଛନ୍ତି କି ସ୍ୱର ଏକ ଦିବ୍ୟ ଜ୍ୟୋତି। ସ୍ୱର ଏକ ଦିବ୍ୟ ଜ୍ୟୋତି। ଯେତେବେଳେ ଆମ ଜୀବନର ଅନେକ କ୍ଷଣରେ ଏମିତି କିଛି ଘଟଣା ପ୍ରବାହ ଆସେ, ଯୋଉ ସମୟରେ ସେ ଘଟଣାକୁ ବା ସେ ଆହ୍ୱାନକୁ ଆମେ ବୁଝିବା ଏବଂ ନିର୍ଣ୍ଣୟ ନେବା ଆମ ପାଇଁ ବହୁତ କଷ୍ଟ ହେଇଯାଏ। ଆମେ କୋଉ ଭଳି ମାର୍ଗରେ ଆଗକୁ ଆମେ ପାଦ ପକେଇବା, କୋଉ ଭଳି ମାର୍ଗରେ ଆମେ ଆଗକୁ ବଢିବା, ଏ କଥାକୁ ଆମେ ଜାଣିପାରୁନାହାନ୍ତି। ଏକ ଅନ୍ଧକାର ଦିଶା ଭିତରେ ଆମେ ରହିଯାଉଛନ୍ତି। ଆମକୁ କିଛି ଦୃଷ୍ଟିଗୋଚର ହୁଏ ନାହିଁ କି ଆମେ କଣ କରିବା ଉଚିତ। ଏହା ପରେ ଆମେ ନିଜକୁ ଅସହାୟ ମନେ କରୁ। ନିଜକୁ ଅସହାୟ ମନେ କରୁ କାହିଁକି ନା ଆମର ଜ୍ଞାତି କୁଟୁମ୍ବ, ଆମେ କାହା ପାଖରୁ ଏଭଳି ଅନେକ କଥା ଆସେ, କିଛି କିଛି କଥା ଆସେ ଯାହାର କି କଣ ନିର୍ଣ୍ଣୟ ନେବା ଉଚିତ ଆମକୁ କେହି ସେ ଦିଶା ଦେଇପାରନ୍ତି ନାହିଁ। କାହିଁକି ନା ସମସ୍ତ ବ୍ୟକ୍ତି ବିଶେଷଙ୍କ ପାଖରେ ଏକ ସୀମିତ କ୍ଷମତା ଥାଏ। ଅନେକ ସମୟରେ ଆମ ଜୀବନରେ ଏମିତି ମାନେ କିଛି ଘଟଣା ପ୍ରବାହ ଚାଲି ଆସେ, ଯୋଉ ସମୟରେ ସେ ଘଟଣାକୁ ବୁଝିବା ଏବଂ ତାର ନିର୍ଣ୍ଣୟ ନେବା ଆମ ପାଇଁ ବହୁତ ମୁସ୍କିଲ ହେଇପଡେ। ତ ଏଇ ସମୟରେ ଏଇ ସ୍ୱର ବିଜ୍ଞାନ ଆମ ଜୀବନରେ ଏକ ଆଶାର କିରଣ ଭାବରେ ଆସିଯାଏ। ଏଇ ସ୍ୱର ବିଜ୍ଞାନକୁ ଏଇ ସମୟରେ ଆମର ଆଶାର କିରଣ ଭାବରେ ଆମେ ବ୍ୟବହାର କରିପାରିବା। ଆମକୁ ଏକ ଉଚିତ ମାର୍ଗଦର୍ଶନ, ଆମ ଜୀବନକୁ ପ୍ରକାଶିତ କରିବାର ଏକ ସଫଳତା ଏଇ ସ୍ୱର ବିଜ୍ଞାନ ଦିଏ। ସ୍ୱର ବିଜ୍ଞାନ ଏଭଳି ଏକ ଦିବ୍ୟ ଜ୍ଞାନ ଅଟେ, ଯାହା ଆମକୁ ଆମ ଶରୀରର ଆମର ତୃତୀୟ ନୟନ ଖୋଲିବାର ବା ଆମ ତୃତୀୟ ନୟନକୁ ଖୋଲିଦିଏ। ଆମର ସଫଳତାକୁ ଆରମ୍ଭ କରିଦିଏ। ଆମର ତୃତୀୟ ନୟନକୁ ଖୋଲିଦିଏ, ଯାହା ଦ୍ୱାରା ଆମେ ଖୋଜୁଥିବା ମାର୍ଗ ଆମକୁ ମିଳିଯାଏ। ଏହି ସ୍ୱର ବିଜ୍ଞାନ ଆମକୁ ଜୀବନର ପରବର୍ତ୍ତୀ ରାସ୍ତା ବତେଇ ଦିଏ। ଆମକୁ ଜୀବନର କୌଣସି ମୋଡରେ ବା ଦୋ ଛକିରେ ଅଟକେଇବାର ସୁଯୋଗ ଦିଏ ନାହିଁ। ଆମକୁ ଏକ ନୂତନ ମାର୍ଗ ଦେଖେଇ ଦିଏ। ଏହି ସ୍ୱର ବିଜ୍ଞାନ ଆମକୁ ଜୀବନର ବିଭିନ୍ନ ରାସ୍ତାରେ ଥିବା ରୁକବଟରୁ ଆଗକୁ ନେଇଯାଏ। ଆମକୁ ଅସଫଳତାରୁ ସଫଳତାକୁ ପ୍ରଦାନ କରିଦିଏ। ଆମକୁ ଏକ ସୁନ୍ଦର ରାସ୍ତା ବତେଇ ଦିଏ। ଏହି ସ୍ୱର ବିଜ୍ଞାନ ସମାନ ଆଉ କୌଣସି ଯେତେ ବି ଶାସ୍ତ୍ର, ଯେତେ ବି ବିଜ୍ଞାନ ରହିଛନ୍ତି ମାନବ ସମାଜର କଲ୍ୟାଣ ପାଇଁ, ସ୍ୱର ବିଜ୍ଞାନ ଏକ ଅନ୍ୟତମ ଶ୍ରେଷ୍ଠ ବିଜ୍ଞାନ ଅଟେ, ଯାହାକି ଆମର ଜୀବନର ଅନ୍ଧାର ଭିତରୁ ଆମକୁ ଆଲୋକର ବର୍ତ୍ତିକାକୁ ନେବା ପାଇଁ ଏକ ଦୀପ ସଦୃଶ କାମ କରେ, ସୂର୍ଯ୍ୟ ସମ କାମ କରେ। ଏହି ସ୍ୱର ବିଜ୍ଞାନ ପାଇଁ ଆମେ ଅନେକ ଅନେକ କୃତଜ୍ଞ। ଭଗବାନ ଶିବ ଶଙ୍କର, ଭଗବାନ ଭୋଲେ ଶଙ୍କରଙ୍କର ସେଇ ଚରଣାର ବିନ୍ଦରେ କୋଟି କୋଟି ପ୍ରଣାମ ସହିତ ଏ ସ୍ୱର ବିଜ୍ଞାନ, ସ୍ୱର ଏକ ଦିବ୍ୟ ଜ୍ୟୋତି, ସ୍ୱର ବିଜ୍ଞାନ ଚମତ୍କାର, ଏ କଥାକୁ ଆମେ ଗ୍ରହଣ କରୁଛନ୍ତି। ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ ବିଶ୍ୱଶକ୍ତି। ବହୁତ ବହୁତ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ସ୍ୱର ବିଜ୍ଞାନ ଏକ ଚମତ୍କାର, ସ୍ୱର ଏକ ଦିବ୍ୟ